पिकनिक ऋतु सरिबाको बसिथिबा बेले दिनकु दिन पिकनिक स्थान धर्मपीठरे पर्यटकଙ୍କ ଭିଡ଼ ଦେଖିବାକୁ ମିଳିଛି। ଚଳଚଞ୍ଚଳ ହୋଇଉଠିଛି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ପୀଠ। କୃଷ୍ଣପ୍ରସାଦ ବ୍ଲକର ପାରିକୁଦଗଡ଼, ସାତପଡ଼ା, ଗଞ୍ଜାମ ଜିଲ୍ଲାର ରମ୍ଭା, ବଡ଼କୁଳ, ଖୋର୍ଦ୍ଧା ଜିଲ୍ଲା ବାଲୁଙ୍ଗା, ସୋରଣ ଆଦି ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଯାତାୟାତ ଚାଲିଛି। ଚିଲିକାରେ ନୌ ବିହାର, ବିଦେଶୀ ପକ୍ଷୀଙ୍କ କଳବରର ମଜା ସହିତ ଚିଲିକାର ମଧ୍ୟଦେଶରେ ଥିବା ଏକ ପାହାଡ଼ ଉପରେ ମା କାଳିଜାଇଙ୍କ ଦର୍ଶନ ନିଆରା ଆନନ୍ଦ ଦେଇଥାଏ। ଯେଉଁ ଦର୍ଶକମାନେ ଏଠାକୁ ଆସିଥାନ୍ତି ସେମାନେ ଏହି ସ୍ଥାନର ବର୍ଣ୍ଣନା ଖାଲି ପାଟିରେ କରିପାରୁନାହାନ୍ତି। ପ୍ରତିଦିନ ଲଞ୍ଚ, ଡଙ୍ଗା ଆଦିରେ ଓଡ଼ିଶା ତଥା ଭାରତର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଭିଡ଼ ଦେଖିବାକୁ ମିଳୁଛି। ମାଙ୍କ ଦର୍ଶନ କରି ମାନସିକ ରଖିଥାନ୍ତି। ମାନସିକ ପୂର୍ଣ୍ଣ ହେଲେ ଛେଳି, କୁକୁଡ଼ା ଆଦି ଜୀବଙ୍କୁ ଉକ୍ତ ପୀଠରେ ଛାଡ଼ିଥାନ୍ତି। ପୁଣି ପରିବାର, ସାଙ୍ଗସାଥୀ, ଶିକ୍ଷାର୍ଥୀମାନେ ପାହାଡ଼ ଉପରେ ବଣଭୋଜି କରିଥାନ୍ତି। ଚିଲିକାର ଏହି ପୌରାଣିକ ଦ୍ୱୀପରେ ପର୍ଯ୍ୟଟକ ଭକ୍ତମାନଙ୍କୁ ନିଆରା ଆନନ୍ଦ ମିଳିଥାଏ। ତେବେ ସରକାର ଏହି ପୀଠରୁ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ପାନୀୟ ଜଳ ଓ ପରିମଳର କୌଣସି ସୁବିଧା ନଥିବା ଜଣାପଡ଼ିଛି। ମା କାଳିଜାଇ ବିରାଜମାନ। ଆମେ କହିବା ଯେ ଖାଲି ଓଡ଼ିଶା କାହିଁକି, ଦେଶ ବିଦେଶରୁ ବର୍ଷ ତମାମ, ମାସ ତମାମ ଏଠି ପର୍ଯ୍ୟଟକ ମାନଙ୍କର ସୋ ଛୁଟି ଥାଏ ମାଙ୍କ ଦର୍ଶନ ନିମନ୍ତେ। ଖାଲି ଦର୍ଶନ କାହିଁକି, ଏଠି ପିକନିକ ପାଇଁ ଏଠି ପର୍ଯ୍ୟଟନ ସ୍ଥଳୀର ସ୍ୱତନ୍ତ୍ର ଏଠି ମାନ୍ୟତା ବି ମିଳିଛି କହିଲେ କିଛି ଅତ୍ୟୁକ୍ତି ହବନି। ଆପଣ ଯଦି ଦେଖିବେ କାଳିଜାଇ ପାହାଡ଼ ସାରା କମ ସେ କମ 40-50ଟା ଜଳ ଗୋଷ୍ଠୀ ଏଠି ଭୋଜି ଭାତରେ ମସଗୁଲ ଥିବେ ନିଶ୍ଚିତ ଭାବରେ। ଆହୁରି ବି ଆମେ କହିବା କାଳିଜାଇ କାହିଁକି ଖାଲି ପାରିକୁଦର ଇଷ୍ଟ ଦେବୀ ହେବେ, ସେ ମତ୍ସ୍ୟଜୀବୀଙ୍କର ମଧ୍ୟ ଆରାଧ୍ୟା ଦେବୀ କହିଲେ କିଛି ଅତ୍ୟୁକ୍ତି ହବନି। ମତ୍ସ୍ୟଜୀବୀମାନେ ଯେତେବେଳେ ଚିଲିକାରେ ଡଙ୍ଗାକୁ ଧରି ସେମାନେ ବାହାରନ୍ତି ତାଙ୍କର ନିଜର କୌଳିକ ବୃତ୍ତି ପାଇଁ ପ୍ରଥମେ ସୁମରଣା କରିଥାନ୍ତି ଏଇ ମା କାଳିଜାଇଙ୍କୁ। ମାଙ୍କୁ ସୁମରଣା କରି ସେମାନେ ତାଙ୍କର ବ୍ୟବସାୟ ଆରମ୍ଭ କରନ୍ତି। ଆଉ ତା ସହିତ ପୁଣି ଏଠି ସବୁ ପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ମାଙ୍କ ପାଖକୁ ହଜାର ହଜାର ପର୍ଯ୍ୟଟକ ଆସିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ସୁବିଧା ଏଠି କରାଯାଏ ନାହିଁ। ପାନୀୟ ଜଳ ବ୍ୟବସ୍ଥା କୁହନ୍ତୁ, ଶୌଚାଳୟ ବ୍ୟବସ୍ଥା କୁହନ୍ତୁ, ସେମିତି କିଛି ଆଖି ଦୃଷ୍ଟିଆ ବ୍ୟବସ୍ଥା କରାଯାଏ ନାହିଁ। ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଏ ଦିଗରେ ବିଶେଷ କରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେ ତାହେଲେ ପର୍ଯ୍ୟଟକ ଆଉ ଦେଶ ବିଦେଶର ଶ୍ରଦ୍ଧାଳୁ ମାନଙ୍କର ଅହେତୁକ ସମାଗମ ହେବ। ଆଚ୍ଛା, ଏଇଠି କାଳିଜାଇଙ୍କ ପୀଠରେ ଗୋଟେ ଆପଣ ପୀଠ ଅଛି ଯୋଉଠିକି ମାନସିକ କରି ବାନ୍ଧନ୍ତି, କଣ ପାଇଁ? କାଳିଜାଇ ମାଙ୍କ ପାଖରେ ଭକ୍ତମାନେ ଆସନ୍ତି ବହୁ ବିଶ୍ୱାସରେ। ମାଙ୍କ ପାଖକୁ ଯିବା, ମାଙ୍କ ପାଖରେ ଭୋଗ ଦେବା, ମାଙ୍କୁ ସଖା ସିନ୍ଦୁର ଦେବା। ସଖା ସିନ୍ଦୁର ଏଠି ମାଙ୍କ ପାଖରେ ବାନ୍ଧିବେ। ଯାହା ମନରେ ଯାହା ଅଛି ଦୁଃଖ ଜଣେଇକି ଯିବେ। ଯାହା ମନରେ ବା ମାନସିକ ଥାଏ, ମାନସିକ ଠାକୁରାଣୀ ମା କାଳିଜାଇ ମା ପୂର୍ଣ୍ଣ କରନ୍ତି। ମାନସିକ ପୂର୍ଣ୍ଣ ହେଲେ ମାଙ୍କୁ ବୋଦା କୁକୁଡ଼ା ହେଇକି ଦିଅନ୍ତି। ବୋଦା କୁକୁଡ଼ା ବଳି ଦିଆଯାଏ। ଯୋଉ ଭକ୍ତମାନେ ତାଙ୍କର ମାନସିକ ପୂର୍ଣ୍ଣ ହୁଏ ସେ ଯୋଉ ବୋଦା କୁକୁଡ଼ା ଦିଅନ୍ତି ମାଙ୍କୁ ଛାଡ଼ି ଦିଆଯାଏ। ଏଠି ଆରେଞ୍ଜମେଣ୍ଟ ବହୁତ ଭଲ। ମାତାଜୀଙ୍କ ଦର୍ଶନ ବି ବହୁତ ଭଲ ହେଲା। ବହୁତ ଶୃଙ୍ଖଳିତ ଭାବରେ ଚାଲିଛି। କଣ କହିବା ଆଉ ଭକ୍ତ ମାନଙ୍କୁ ଯାଉଥିରେ ଆସିବେ ଯୋଉମାନେ? ହଁ, ନିଶ୍ଚୟ ମାନେ ଆଜି ଥରେ ଦେଖନ୍ତୁ ଏଠି ଯୋଉ ପ୍ରକୃତିର ଚିଲିକାର ଯୋଉ ନୈସର୍ଗିକ ଆନନ୍ଦ ଏଠି ମିଳୁଛି। ଏ ପ୍ରକୃତି ଖୋଲା, ପଲ୍ୟୁସନ ନାହିଁ, କିଛି ନାହିଁ, ବହୁତ ଭଲ। ଏଠି ସମସ୍ତେ ଆସିବା କଥା ଏବଂ ମାଙ୍କୁ ଆସି ଦର୍ଶନ କରିବା କଥା। ଆପଣ ତ ଅନେକ ଧର୍ମପୀଠ ଏମିତି ଦର୍ଶନ କରିଛନ୍ତି, ଅନ୍ୟ କାହାକୁ ତୁଳନା କରିଦେଇ ପାରିବେ ଯେ ଆଉ ମାନେ ଏଇଟା ଅତି ଭଲ ଲାଗେ କଣ ପାଇଁ? ନାଇଁ, ମୋ ପାଇଁ ତ ସବୁ ଧର୍ମପୀଠ ସମାନ, ସବୁ ଧର୍ମପୀଠ ସମାନ। ତଥାପି ଏଥିରେ ମାଙ୍କର ଲାଇଭ ପ୍ରେଜେନ୍ସ ଫିଲ୍ କରନ୍ତି ସମସ୍ତେ। ଅସୁବିଧାରେ ପଡ଼ିଲେ ମାଙ୍କୁ ଡାକନ୍ତି। ଆଉ ମା ତ ବହୁତ ଜୀବନ୍ତ।